ପିଲାମାନେ ତମେମାନେ ଯେମିତି କଠିନ ପରିଶ୍ରମ କରି ଚାଲିଛ ସେହି କଠିନ ପରିଶ୍ରମକୁ ସେମିତି କଣ୍ଟିନ୍ୟୁ କର। ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। ତେଣୁକରି ତ କୁହାଯାଏ ସଫଳତା ପାଇବାର ଏକମାତ୍ର ଚାବିକାଠି ହେଉଛି କଠିନ ପରିଶ୍ରମ। କେବଳ କଠିନ ପରିଶ୍ରମ କଲେ ବି ହେବନି ପିଲାମାନେ, ତୁମର ଏହି ପରିଶ୍ରମକୁ ନିରବଚ୍ଛିନ୍ନ ଭାବରେ ଜାରି ରଖିବାକୁ ପଡ଼ିବ। ତୁମମାନଙ୍କ ସାମ୍ନାରେ ମୁଁ ପୁଣି ଆଜି ଉପସ୍ଥିତ ହେଉଛି ପିଲାମାନେ ଆଉ ଏକ ନୂତନ ବିଷୟବସ୍ତୁ ନେଇକି। ଆଉ ଆଜିର ବିଷୟବସ୍ତୁ ହେଉଛି ଇବନ ବତୁତା। ଆଜି ପିଲାମାନେ ଆମେ ଇବନ ବତୁତାଙ୍କ ବିଷୟରେ ଜାଣିବା, ପଢ଼ିବା, ତା ସହିତ ତାଙ୍କ ବିଷୟରେ ଆଲୋଚନା କରିବା। ଇବନ ବତୁତା ଆଫ୍ରିକା ମହାଦେଶର ମୋରୋକୋ ଦେଶର ଟାଞ୍ଜିଅର ସହରର ଜଣେ ପରିବ୍ରାଜକ ଥିଲେ। ସେ ଭାରତ ଭ୍ରମଣରେ ଆସିଥିଲେ। ସେ ଭାରତ ଭ୍ରମଣରେ ଆସିକି ଦୀର୍ଘ 8 ବର୍ଷ ସେ ଭାରତରେ ରହିଥିଲେ। 1333 ମସିହାରୁ 1341 ମସିହା ପର୍ଯ୍ୟନ୍ତ ସେ ଭାରତରେ ରହିଥିଲେ ଏବଂ ସେ ତାଙ୍କର ଭ୍ରମଣ କାହାଣୀରେ ଭାରତୀୟ ସମାଜ ବିଷୟରେ ବର୍ଣ୍ଣନା କରିଥିଲେ। ସେ ତାଙ୍କର ଭ୍ରମଣ କାହାଣୀ ଯେଉଁ ଲେଖିଥିଲେ, ତାଙ୍କର ଭ୍ରମଣ କାହାଣୀର ନାମ ଥିଲା ରିହଲା। ଆଉ ଏହି ରିହଲା ଭ୍ରମଣ କାହାଣୀର ଲେଖା ସମ୍ପୂର୍ଣ୍ଣ ହୋଇଥିଲା 1357 ମସିହାରେ। ପିଲାମାନେ ଆମେ ଏହି ଇବନ ବତୁତାଙ୍କର ଭ୍ରମଣ କାହାଣୀ ରିହଲାରୁ ଭାରତୀୟ ସମାଜ ବିଷୟରେ ଜାଣିଥାଉ। ତ ପିଲାମାନେ ଚାଲ ଡେରି ନକରି ଆମେ ଇବନ ବତୁତାଙ୍କ ବିଷୟରେ ଜାଣିବା। ଇବନ ବତୁତାଙ୍କର ଭ୍ରମଣ କାହାଣୀରୁ କେବଳ ଆମେ ଭାରତୀୟ ସମାଜ ବିଷୟରେ ଜାଣିନଥାଉ, ଆମକୁ ଇବନ ବତୁତାଙ୍କର ସେହି ଭ୍ରମଣ କାହାଣୀ ଭାରତୀୟ ଇତିହାସ ଲେଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ତ ପିଲାମାନେ ଏଠି ଯେଉଁ ଫଟୋଚିତ୍ର ତୁମେ ଦେଖୁଛ, ଏହି ଫଟୋଚିତ୍ରଟି ହେଉଛି ଇବନ ବତୁତାଙ୍କର। ଇବନ ବତୁତାଙ୍କ ଜୀବନୀ। ଇବନ ବତୁତା 1304 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ଇବନ ବତୁତା ଆଫ୍ରିକା ମହାଦେଶର ମୋରୋକୋ ଦେଶର ଟେନଗିର ସହରରେ ଜନ୍ମଗ୍ରହଣ କରିଥିଲେ। ଏଇଠି ଯେଉଁ ଚିତ୍ର ଦେଖୁଛ ପିଲାମାନେ, ପ୍ରଥମ ଚିତ୍ର ଏଇଟା ହେଲା ମୋରୋକୋ ଦେଶ। ମୋରୋକୋର ଟେନଗିର ସହର ହେଉଛି ଏଇଟା। ଆଉ ଏଇ ଜାଗାରେ ସେ ଜନ୍ମଗ୍ରହଣ କରିଥିଲେ। ଇବନ ବତୁତାଙ୍କୁ ପସନ୍ଦ ଥିଲା ଭ୍ରମଣ କରିବା। ଇବନ ବତୁତା ଅନେକ ଗୁଡ଼ିଏ ଦେଶର ବନ୍ଦରମାନଙ୍କୁ ସେ ଯାତ୍ରା କରିଥିଲେ, ଯେମିତିକି ସିରିଆ, ଇରାନ, ପାରସ୍ୟ, ୟେମେନ, ଓମାନ, ଆଫ୍ରିକା ଇତ୍ୟାଦି ଦେଶର ବାଣିଜ୍ୟ ବନ୍ଦର ଗୁଡ଼ିକୁ ସେ ଯାତ୍ରା କରିଥିଲେ। ଇବନ ବତୁତା ସିନ୍ଧୁ ପ୍ରଦେଶରେ ପହଞ୍ଚିଥିଲେ 1333 ଖ୍ରୀଷ୍ଟାବ୍ଦରେ ସ୍ଥଳପଥ ମାଧ୍ୟମରେ। ସେ ମଧ୍ୟ ଏସିଆକୁ ଅତିକ୍ରମ କରିକି ସିନ୍ଧୁ ପ୍ରଦେଶରେ ଉପନୀତ ହୋଇଥିଲେ। ପିଲାମାନେ ଏଇଠି ଯେଉଁ ଫଟୋଚିତ୍ର ଦେଖୁଛ, ଭାରତ ଫଟୋଚିତ୍ର, ଭାରତର ପଶ୍ଚିମ ପାର୍ଶ୍ୱରେ ସିନ୍ଧୁ ପ୍ରଦେଶ ଉପସ୍ଥିତ ଅଛି ଏବଂ ଏହି ସିନ୍ଧୁ ପ୍ରଦେଶର ଆହୁରି ପଶ୍ଚିମକୁ ଏଇ ଜାଗାରେ ହିଁ ମଧ୍ୟ ଏସିଆ ରାଷ୍ଟ୍ରଗୁଡ଼ିକ ଅବସ୍ଥିତ। ମଧ୍ୟ ଏସିଆ ରାଷ୍ଟ୍ରଗୁଡ଼ିକ କହିଲେ ପିଲାମାନେ ତାର ଉଦାହରଣ ଗୁଡ଼ିକ ହେଲା କାଜାକସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଇତ୍ୟାଦି ଦେଶ ଗୁଡ଼ିକ ହେଲା ମଧ୍ୟ ଏସିଆ ରାଷ୍ଟ୍ର ବା ଦେଶ ଗୁଡ଼ିକ। ଏଇଠୁ ଯଦି ପିଲାମାନେ ପରୀକ୍ଷାରେ ପ୍ରଶ୍ନ ଆସେ, ତାହେଲେ କେମିତିକା ପ୍ରଶ୍ନ ଆସିବ? 1 ମାର୍କର ପ୍ରଶ୍ନ ଆସିବ, ଯେମିତିକି ଇବନ ବତୁତା କେବେ ଜନ୍ମଗ୍ରହଣ କରିଥିଲେ? 1304 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ଇବନ ବତୁତା କେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ? ମୋରୋକୋ ଦେଶରେ ଜନ୍ମଗ୍ରହଣ କରିଥିଲେ। ଇବନ ବତୁତା କେବେ ସିନ୍ଧୁ ପ୍ରଦେଶରେ ପହଞ୍ଚିଲେ? 1333 ଖ୍ରୀଷ୍ଟାବ୍ଦରେ। ଇବନ ବତୁତା 1333 ଖ୍ରୀଷ୍ଟାବ୍ଦରେ କେଉଁ ପ୍ରଦେଶରେ ପହଞ୍ଚିଲେ? ସିନ୍ଧୁ ପ୍ରଦେଶରେ ପହଞ୍ଚିଲେ। ଇବନ ବତୁତା ସିନ୍ଧୁ ପ୍ରଦେଶରେ କିପରି ପହଞ୍ଚିଲେ? ସ୍ଥଳପଥ ମାଧ୍ୟମରେ ପହଞ୍ଚିଲେ। ଏହିପରି ଭାବରେ ଅନେକ ଗୁଡ଼ିଏ ପ୍ରଶ୍ନ ଏଠୁ ଆସିବ 1 ମାର୍କର। ଇବନ ବତୁତା ଯେତେବେଳେ ଦିଲ୍ଲୀରେ ପହଞ୍ଚିଥିଲେ, ସେହି ସମୟରେ ଦିଲ୍ଲୀର ସୁଲତାନ ଥିଲେ ମହମ୍ମଦ ବିନ୍ ତୁଗଲକ। ଇବନ ବତୁତା ଦିଲ୍ଲୀକୁ ପହଞ୍ଚିଥିଲେ ମୁଲତାନ ମଧ୍ୟ ଦେଇ। ଇବନ ବତୁତାଙ୍କର ଜ୍ଞାନରେ ଖୁସି ମହମ୍ମଦ ବିନ୍ ତୁଗଲକ ଇବନ ବତୁତାଙ୍କୁ ଦିଲ୍ଲୀର କାଜୀ ବା ବିଚାରକ ରୂପରେ ନିଯୁକ୍ତି ଦେଇଥିଲେ। ଇବନ ବତୁତା ଦିଲ୍ଲୀର କାଜୀ ରୂପେ ବା ବିଚାରକ ରୂପେ ପଦବୀ ପାଇବା ପରେ ଦୁହିଁଙ୍କ ଭିତରେ ମତଭେଦ ହେଲା ଏବଂ ପରିଶେଷରେ ମହମ୍ମଦ ବିନ୍ ତୁଗଲକ ଇବନ ବତୁତାଙ୍କୁ କାଜୀ ପଦବୀରୁ ବହିଷ୍କାର କରିଦେଇଥିଲେ। ପରବର୍ତ୍ତୀ ସମୟରେ ଇବନ ବତୁତା ଏବଂ ମହମ୍ମଦ ବିନ୍ ତୁଗଲକଙ୍କ ମଧ୍ୟରେ ବୁଝାମଣା ହେଲା। ପୁଣି ଥରେ ମହମ୍ମଦ ବିନ୍ ତୁଗଲକ ଇବନ ବତୁତାଙ୍କୁ ଦିଲ୍ଲୀର କାଜୀ ରୂପରେ ସ୍ଥାପନ କରିଥିଲେ। ଏଇଠି ଦେଖିପାରୁଥିବ ପିଲାମାନେ, ସବୁଠୁ ଉପରେ ଯେଉଁ ଫଟୋଚିତ୍ର ଅଛି, ଏଇଟା ହେଲା ମହମ୍ମଦ ବିନ୍ ତୁଗଲକଙ୍କର ଫଟୋଚିତ୍ର। ଏଇଠି ଦେଖିପାରୁଥିବ ପିଲାମାନେ, ଏଇଠି ଯେଉଁ ଭାରତ ମାନଚିତ୍ର ଅଛି, ଏଇ ଜାଗାରେ ଯେଉଁ ସୂଚାଇ ଦିଆଯାଇଛି, ଏଇଟା ହେଲା ମୁଲତାନର ସ୍ଥାନ
तापर ये सबुठ रईट्रे जो ऊपर जो फोटोचित्र अच्छी ये दिल्ली को सूचाई दि जाए भारत मानचित्र रे। तापर रईट्रे जो तले जो फोटोचित्र अच्छी ये फोटोचित्रटी हूँ जड़े विचारक बा जड़े काजीर फोटोचित्र। इब्न बतूता मोहम्मद बिन तुगलक द्वारा जड़े काजी रूप में नियुक्ति पाई दिल्ली रे। एठू पिलामाने प्रश्न आसीपारे जे जितेबले इब्न बतूता भारत में पहुँचले भारतर सुल्तान किए थे। भारतर सुल्तान किए थे मोहम्मद बिन तुगलक थे। मोहम्मद बिन तुगलक इब्न बतूता को दिल्लीर क्यों पदवी रे तांकु नियुक्ति देथिले, क्यों पदवी रे नियुक्ति देथिले? काजी बा विचारक पदवी रे तांकु नियुक्ति देथिले। ये दुईटी ही प्रश्न एठी देखा जाउछि पिलामाने। सुल्तान मोहम्मद बिन तुगलक इब्न बतूता को निजर दूत रूप में चीन देश को प्रेरण करते। इब्न बतूता को मोहम्मद बिन तुगलक दूत रूपे 1342 ख्रीष्टाब्द चीन देश को प्रेरण करते। और सही समय चीन देश रे शासक थिले मंगोल। मंगोल माने ही चीन रे शासन करते से समय। इब्न बतूता विभिन्न स्थान परिभ्रमण करी चीन रे ही प्रवेश करते। जमती कि से मालबार, मालद्वीप, आसाम, बंग, सुमात्रा इत्यादि स्थान को परिभ्रमण करी से चीन देश रे ही प्रवेश करते। इब्न बतूता निजर स्वदेश को प्रत्यावर्तन करने से आरंभ करते 1347 ख्रीष्टाब्द एवं से निजर भ्रमण कहानी रचना करते। से भ्रमण कहानीटीर नाम है रिहला। दीर्घ 21 वर्ष धरी से सारा विश्व भ्रमण करते। निज देश को फेरिले 1354 ख्रीष्टाब्द इब्न बतूता। इब्न बतूता 1354 निज देश को जो फेरिले निज देशर राजा आदेश देले इब्न बतूतांकर भ्रमण कहानी रचना करने एवं इब्न बतूतांकर भ्रमण कहानी रचना करने नियुक्ति दिगला इब्न जुजाई को। इब्न जुजाई सामना इब्न बतूता तांकर विश्व भ्रमण विषय वर्णना कले एवं इब्न जुजाई इब्न बतूतांकर भ्रमण कहानी रचना कले एवं भ्रमण कहानी रचना कर सारिला परे तार नाम है पिला माने रिहला। इब्न बतूता मृत्युवरण करते 1368 बा 1369 ख्रीष्टाब्द पिला माने एठी जो फोटोचित्र देखिपारुच एठी ए फोटोचित्र रे दर्शा जाइछि जे इब्न बतूता केमती विश्वर विभिन्न स्थान को बा विश्वर विभिन्न देश को किपरि भाबरे भ्रमण करिसंती तार विषय दर्शा जाइछि। पिला माने एही स्थान रे ही थिला इब्न बतूतांकर जन्मस्थान बा मोरक्को देशर टेनगिर सहर बा टांजियर सहर। पिला माने ब्यूरो बुक रे टेनगिर बोलिकी लिखाई। पिला माने एठी इब्न बतूता को लेकिन अनेक गुड़िए प्रश्न आसीपारे जे मोहम्मद बिन तुगलक निजर दूत रूपे इब्न बतूता को क्यों देश को प्रेरण करते, क्यों देश को प्रेरण करते? चीन देश को प्रेरण करते। इब्न बतूता को मोहम्मद बिन तुगलक निजर दूत रूपे चीन को केबे प्रेरण करते? केबे प्रेरण करते? 1342 ख्रीष्टाब्द। इब्न बतूता चीन रु केबे स्वदेश को प्रत्यावर्तन आरंभ करते? 1347 ख्रीष्टाब्द। इब्न बतूतांकर भ्रमण कहानीर नाम कौन थिला? कौन थिला? रिहला। दीर्घ केते वर्ष धरी इब्न बतूता सारा विश्व भ्रमण करते? केते वर्ष धरी? 21 वर्ष धरी। इब्न बतूता निज देश को केबे फेरिले? 1354 ख्रीष्टाब्द फेरिले। इब्न बतूतांकर भ्रमण कहानी रचना करने किए आदेश देते? मोरक्को देशर राजा ही आदेश देते। इब्न बतूतांकर भ्रमण कहानी रचना करने क्या नियुक्ति दि जाइतिला? इब्न जुजाई को नियुक्ति दि जाइतिला। इब्न जुजाई जो इब्न बतूतांकर भ्रमण कहानी रचना कले से भ्रमण कहानीर नाम कौन थिला? से भ्रमण कहानीर नाम थिला रिहला। इब्न बतूता केबे मृत्युवरण कले? 1368 बा 1369 ख्रीष्टाब्द। पिला माने ये दुईटा डेट रे ऐतिहासिक मानक मध्य मतभेद देखा जाए। जदि भी परीक्षा रे इब्न बतूतांकर मृत्यु को लेकिन प्रश्न आसे ताहले ये दुईटा डेट नथिबो, गोटिए ही डेट थिबो और जो डेटा थिबो से डेटा ही सठिक उत्तर अटे। वर्तमान आमे आलोचना करिबा बा जानिबा को चेष्टा करिबा इब्न बतूतांक मतरे भारतीय समाज किपरि थिला। पिला माने जदि परीक्षा रे तुमर प्रश्न आसे जे इब्न बतूतांक मतरे भारतीय समाज किपरि थिला, बिल्कुल भी किसी चिंता करने दरकार नहीं। केवल ये जो 9टा पॉइंट लिखाई 7टा पॉइंट जो लिखाई 7टा पॉइंट को तुम्हें गोटी गोटी कर फास्ट मुखस्त कर दियो। आउ 7टा पॉइंट को तुम्हें कौन कर तुम्हें से
ସମ୍ପୂର୍ଣ୍ଣ ଭାବରେ ଯଦି ବର୍ଣ୍ଣନା କରିଦେବ ତୁମର ଉତ୍ତର ଖାତାରେ ତାହେଲେ ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ଇବନ ବତୁତା ଭାରତୀୟ ସମାଜକୁ କିପରି ବର୍ଣ୍ଣନା କରିଛନ୍ତି ଦେଖ ପିଲାମାନେ, ଏଠି ପ୍ରଥମେ ସେ ଭାରତର ସହର ବିଷୟରେ ବର୍ଣ୍ଣନା କରିଛନ୍ତି, ତାପରେ ଭାରତର ସମାଜରେ ଥିବା ବଜାର ବିଷୟରେ ବର୍ଣ୍ଣନା କରିଛନ୍ତି, ଗମନାଗମନ ବ୍ୟବସ୍ଥା ତଥା ଡାକ ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରୁଛନ୍ତି, ଉଲୁକ ଓ ଦାବା ଡାକ ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରୁଛନ୍ତି, ଦାସ ଓ ଦାସୀ ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରିଛନ୍ତି, ନଡ଼ିଆ ବିଷୟରେ ବର୍ଣ୍ଣନା କରିଛନ୍ତି, ତା ସହିତ ସେ ପାନ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ପିଲାମାନେ ଏଇ ଯଦି 7ଟି ପଏଣ୍ଟ ତୁମେ ତୁମର ଉତ୍ତରରେ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିପାରିବ ତାହେଲେ ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ତ ଚାଲ ପିଲାମାନେ ଏଇ ସମସ୍ତ ପଏଣ୍ଟକୁ ଗୋଟି ଗୋଟି କରି ଆମେ ଜାଣିବା। ଇବନ ବତୁତା ଭାରତୀୟ ସମାଜ ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ଇବନ ବତୁତା ଭାରତୀୟ ସମାଜ ବର୍ଣ୍ଣନା କରିବା ସମୟରେ ସେ ପ୍ରଥମେ ଭାରତୀୟ ସହର ବିଷୟରେ ବର୍ଣ୍ଣନା କରିଛନ୍ତି। ଇବନ ବତୁତାଙ୍କ ହିସାବରେ ସେହି ସମୟରେ ଦିଲ୍ଲୀ ଥିଲା ସର୍ବବୃହତ୍ ସହର ଏବଂ ଜନଗହଳିପୂର୍ଣ୍ଣ ଥିଲା ଦିଲ୍ଲୀ। ଦୌଲତାବାଦ ମଧ୍ୟ ଦିଲ୍ଲୀ ସହିତ ସମକକ୍ଷ ଥିଲା। ଏଠି ଇବନ ବତୁତା କହିବାକୁ ଚାହୁଁଛନ୍ତି ଦିଲ୍ଲୀ ଯେମିତି ଗୋଟିଏ ବୃହତ୍ ସହର ଥିଲା, ଦୌଲତାବାଦ ମଧ୍ୟ ସେମିତି ଗୋଟିଏ ବୃହତ୍ ସହର ଥିଲା। ଦିଲ୍ଲୀ ଯେମିତି ଜନଗହଳିପୂର୍ଣ୍ଣ ଥିଲା, ଦୌଲତାବାଦ ମଧ୍ୟ ସେମିତି ଜନଗହଳିପୂର୍ଣ୍ଣ ଥିଲା। ଦିଲ୍ଲୀ ଓ ଦୌଲତାବାଦରେ କୌଣସି ପାର୍ଥକ୍ୟ ନଥିଲା ବୋଲିକି ସେ ଦର୍ଶାଉଛନ୍ତି। ଭାରତର ସହର ବା ନଗରମାନଙ୍କରେ ଆଗ୍ରହ ଜାତ କରିବାର ସୁବିଧା ସୁଯୋଗ ଅଛି ବୋଲିକି ଇବନ ବତୁତା ବର୍ଣ୍ଣନା କରିଛନ୍ତି। ଭାରତର ସହର ଓ ନଗର ଗୁଡ଼ିକରେ ସୁଅବସରରେ ପରିପୂର୍ଣ୍ଣ ଥିଲା। ଯେମିତିକି ଜଣେ ଲୋକ ଯଦି ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଚାହୁଁଛି ଏବଂ ସେହି ସମୟରେ ଯଦି ଭାରତର ସହର ବା ନଗର ଗୁଡ଼ିକ ଆସିବ, ସେହି ସହର ଆଉ ନଗର ଗୁଡ଼ିକ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ସୁଅବସରରେ ପରିପୂର୍ଣ୍ଣ ଥିଲା। କେବଳ ବାଣିଜ୍ୟ ନୁହେଁ, ଅନ୍ୟ କୌଣସି କାରବାର ପାଇଁ ମଧ୍ୟ ସେହି ସହର ଗୁଡ଼ିକ ଏବଂ ନଗର ଗୁଡ଼ିକ ସୁଅବସରରେ ପରିପୂର୍ଣ୍ଣ ଥିଲା। ପିଲାମାନେ ଏଠି ଦେଖିପାରୁଥିବ, ଏଠି ଯେଉଁ ଭାରତ ମାନଚିତ୍ର ଅଛି ଏଇଟା ହେଲା ଦିଲ୍ଲୀ ଆଉ ଏଇଟି ହେଲା ଦୌଲତାବାଦ। ଏ ଦିଲ୍ଲୀ ଆଉ ଦୌଲତାବାଦକୁ ଇବନ ବତୁତା ସମକକ୍ଷ ବୋଲିକି ତୁଳନା କରିଛନ୍ତି। ଇବନ ବତୁତା ଭାରତୀୟ ସମାଜରେ ଥିବା ବଜାର ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଇବନ ବତୁତାଙ୍କ ମତରେ ବଜାର ହେଉଛି ଅର୍ଥନୈତିକ ଆଦାନ ପ୍ରଦାନର କେନ୍ଦ୍ର। ବଜାରରେ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପର ଆଦାନ ପ୍ରଦାନ ହୋଇଥାଏ ବୋଲିକି ଇବନ ବତୁତା ବର୍ଣ୍ଣନା କରିଛନ୍ତି। ଇବନ ବତୁତା ଆହୁରି ଚାଷ ଜମି ବିଷୟରେ ବର୍ଣ୍ଣନା କରିଛନ୍ତି। ଭାରତରେ ଯେଉଁ ଚାଷ ଜମି ଥିଲା ତାହା ବହୁତ ଉର୍ବର ଥିଲା ବୋଲିକି ଇବନ ବତୁତା ବର୍ଣ୍ଣନା କରିଛନ୍ତି। ଭାରତର ଚାଷୀମାନେ 2ଟି ଫସଲ ଅମଳ କରୁଥିଲେ ବୋଲିକି ଇବନ ବତୁତା ବର୍ଣ୍ଣନା କରିଛନ୍ତି। ଇବନ ବତୁତା ଆହୁରି ବର୍ଣ୍ଣନା କରିଛନ୍ତି ଯେ ବାଣିଜ୍ୟ ପାଇଁ ସ୍ଥଳପଥ ବହୁତ ସୁଗମ ଥିଲା ବୋଲିକି ବର୍ଣ୍ଣନା କରିଛନ୍ତି। ଭାରତୀୟ ସାମଗ୍ରୀ ଓ ସାମଗ୍ରୀ ପ୍ରସ୍ତୁତକାରୀ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଏସିଆରେ ବହୁତ ଚାହିଦା ଥିଲା ବୋଲିକି ଇବନ ବତୁତା କହୁଛନ୍ତି। ବେପାରୀ ଓ କାରିଗରମାନେ ଯେଉଁ ଭାରତରେ ଥିଲେ ସେମାନେ ପ୍ରଚୁର ଲାଭବାନ ହେଉଥିବା କଥା ମଧ୍ୟ ସେ କହିଛନ୍ତି। ଭାରତରେ ଯେଉଁ ବସ୍ତୁ ଗୁଡ଼ିକ ତିଆରି ହେଉଥିଲା ଯେମିତିକି ସୂତା ବସ୍ତ୍ର, ରେଶମ, ସୂକ୍ଷ୍ମ କାର୍ପାସ ବସ୍ତ୍ର, ସୁନା, ରୂପା, ନରମ ମସୃଣ ରେଶମ କନା, ଏହିସବୁ ବସ୍ତୁ ଏସିଆ ଏବଂ ଏସିଆ ବାହାରେ ତାର ଚାହିଦା ବହୁତ ଥିଲା ଏବଂ ପ୍ରସିଦ୍ଧ ଥିଲା ବୋଲିକି ଇବନ ବତୁତା ବର୍ଣ୍ଣନା କରିଛନ୍ତି। ପିଲାମାନେ ଏଠି ଯେଉଁ ଫାର୍ଷ୍ଟ ଫଟୋ ଚିତ୍ର ବା ମାନଚିତ୍ରଟି ଅଛି ଏଠି ଦେଖିପାରୁଥିବେ ପିଲାମାନେ, ଏଇ ଅଞ୍ଚଳଟି ହେଲା ସାଉଥ ଇଷ୍ଟ ଏସିଆ ଆଉ ଏଇଠି ଭାରତୀୟ ବସ୍ତୁର ଚାହିଦା ପ୍ରଚୁର ପରିମାଣରେ ଥିଲା ଏବଂ ଏଇଠି ହେଲା ପଶ୍ଚିମ ଭାରତର ଥିବା ଦେଶ ଗୁଡ଼ିକ। ଏଇପଟେ ବି ଭାରତୀୟ ବସ୍ତ୍ର ଗୁଡ଼ିକ ବା ଭାରତୀୟ ବସ୍ତୁ ଗୁଡ଼ିକର ଚାହିଦା ବେଶୀ ଥିଲା। ଇବନ ବତୁତା ଆହୁରି ଭାରତୀୟ ସମାଜରେ ଥିବା ଗମନାଗମନ ଓ ଡାକ ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି ବା ସେ ତାଙ୍କର ଭ୍ରମଣ କାହାଣୀରେ ବର୍ଣ୍ଣନା କରିଛନ୍ତି ଯେ ଭାରତରେ ଯେଉଁ ଗମନାଗମନ ବ୍ୟବସ୍ଥା ଥିଲା, ଚିଠି ପ୍ରେରଣ ବ୍ୟବସ୍ଥା ଥିଲା, ତା ସହିତ ବିନିମୟ ଯେଉଁ ବ୍ୟବସ୍ଥା ଥିଲା ବହୁତ ଉନ୍ନତ ଧରଣର ଥିଲା। ସିନ୍ଧୁ ପ୍ରଦେଶରୁ ଦିଲ୍ଲୀକୁ ପହଞ୍ଚିବା ପାଇଁ ସେହି ସମୟରେ 30 ଦିନ ସମୟ ଲାଗୁଥିଲା। କିନ୍ତୁ ଭାରତୀୟ ଡାକ ବ୍ୟବସ୍ଥା ମାଧ୍ୟମରେ ସେହି ସମୟରେ ସୁଲତାନକୁ ମାତ୍ର 5 ଦିନରେ ଚିଠି ହସ୍ତଗତ ହୋଇଯାଉଥିଲା। କେତେ ସୁନ୍ଦର ଗମନାଗମନ ବ୍ୟବସ୍ଥା ଥିଲା ଏବଂ ଡାକ ବ୍ୟବସ୍ଥା ଥିଲା, ଇବନ ବତୁତା ତାଙ୍କର ଭ୍ରମଣ କାହାଣୀରେ ବର୍ଣ୍ଣନା କରିଛନ୍ତି ଭାରତୀୟ ସମାଜରେ। ଇବନ ବତୁତା ଆହୁରି
ଉଲୁଗ ଓ ଦାବା ଡାକ ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରୁଛନ୍ତି। ଏହି ଉଲୁଗ ଓ ଦାବା ଡାକ ବ୍ୟବସ୍ଥାକୁ ସରକାର ତଥା ବେପାରୀମାନେ ବ୍ୟବହାର କରୁଥିଲେ। ଉଲୁଗ ବ୍ୟବସ୍ଥାରେ ଘୋଡ଼ା ପିଠିରେ ହିଁ ଡାକ ପରିବହନ କରାଯାଉଥିଲା, କିନ୍ତୁ ଦାବା ବ୍ୟବସ୍ଥାରେ ଡାକବାହକ ମଣିଷ ଦୌଡ଼ି ଦୌଡ଼ି ଡାକ ପରିବହନ କରୁଥିଲା। ବେପାରୀମାନଙ୍କର ସୁବିଧା ପାଇଁ ରାସ୍ତାର ସ୍ଥାନେ ସ୍ଥାନେ ଧର୍ମଶାଳା ଗୁଡ଼ିକ ତିଆରି କରାଯାଇଥିଲା। ତା ସହିତ ଅତିଥି ଆଶ୍ରୟସ୍ଥଳର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଡାକ ବ୍ୟବସ୍ଥାରେ କ'ଣ କ'ଣ ପ୍ରେରଣା କରାଯାଉଥିଲା ଦେଖ ପିଲାମାନେ, ସୂଚନା, ଚିଠିପତ୍ର, ଟଙ୍କା ପଇସା, ଜିନିଷପତ୍ର ଇତ୍ୟାଦି ଡାକ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରେରଣ କରାଯାଉଥିଲା ବୋଲିକି ଇବନ ବତୁତା ତାଙ୍କର ଭ୍ରମଣ କାହାଣୀରେ ବର୍ଣ୍ଣନା କରିଛନ୍ତି। ଇବନ ବତୁତା ଆହୁରି ଭାରତୀୟ ସମାଜରେ ପ୍ରଚଳିତ ଥିବା ଦାସ ଓ ଦାସୀ ବ୍ୟବସ୍ଥା ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଦାସ ଓ ଦାସୀମାନେ ଗୃହ କାର୍ଯ୍ୟ କରୁଥିଲେ ବୋଲିକି କହିଛନ୍ତି। ଦାସଙ୍କ ମୁଖ୍ୟତଃ କାର୍ଯ୍ୟ ଥିଲା ପାଲିଙ୍କି ବୋହିବା। ଦାସୀମାନେ ଦାସମାନଙ୍କ ଅପେକ୍ଷା ବହୁତ କମ୍ କାର୍ଯ୍ୟ କରୁଥିଲେ ବୋଲିକି ସେ ବର୍ଣ୍ଣନା କରିଛନ୍ତି। ଦାସୀମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରୁଥିଲେ। ଦାସୀମାନେ ଆହୁରି ଗୁପ୍ତଚର ବ୍ୟବସ୍ଥାରେ ନିୟୋଜିତ ଥିଲେ। ତା ସହିତ ଦାସୀମାନେ ସମ୍ବାଦଦାତା ମଧ୍ୟ ହୋଇପାରୁଥିଲେ। ଅନେକ ପରିବାରରେ ଗୋଟିଏରୁ ଦୁଇଟି ଦାସ ଦାସୀ କାମ କରୁଥିବାର କଥା ଇବନ ବତୁତା ତାଙ୍କର ଭ୍ରମଣ କାହାଣୀରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଏଠି ଯେଉଁ ଫଟୋ ଚିତ୍ର ଅଛି ପିଲାମାନେ ତୁମେ ଦେଖିପାରୁଥିବ, ଏହି ଫଟୋ ଚିତ୍ରଟି ହେଉଛି ଦାସ ଏବଂ ଦାସୀମାନଙ୍କର ଫଟୋ ଚିତ୍ର, ଯେଉଁମାନେ କି ଅନ୍ୟମାନଙ୍କର ପାଖରେ ରହିକି କାର୍ଯ୍ୟ କରନ୍ତି। ଇବନ ବତୁତା ଆହୁରି ଭାରତୀୟ ସମାଜରେ ମିଳୁଥିବା ନଡ଼ିଆ ବିଷୟରେ ବର୍ଣ୍ଣନା କରିଛନ୍ତି। ଇବନ ବତୁତା କହୁଛନ୍ତି ଯେ ଭାରତରେ ନଡ଼ିଆ ମିଳେ ଏବଂ ସେହି ନଡ଼ିଆ ଗଛ ତାଳ ଗଛ ବୋଲି ଦେଖାଯାଏ। ନଡ଼ିଆ ଗଛରେ କଠିନ ଆବରଯୁକ୍ତ ନଡ଼ିଆ ଫଳେ ବୋଲିକି ସେ ବର୍ଣ୍ଣନା କରିଛନ୍ତି। ନଡ଼ିଆ ମଣିଷର ମୁଣ୍ଡ ପରି ଦେଖାଯାଏ ବୋଲିକି ସେ ବର୍ଣ୍ଣନା କରୁଛନ୍ତି। କଞ୍ଚା ଥିବା ସମୟରେ ମସ୍ତିଷ୍କ ପରି ପଦାର୍ଥ ବାହାରେ ନଡ଼ିଆରୁ ବୋଲିକି ସେ ବର୍ଣ୍ଣନା କରିଛନ୍ତି ଏବଂ ନଡ଼ିଆର ଖୋଳପା ଉପରେ ତନ୍ତୁମୟ ହୋଇଥାଏ ବୋଲିକି ସେ ବର୍ଣ୍ଣନା କରୁଛନ୍ତି ଏବଂ ଏହି ତନ୍ତୁମୟରୁ ଦଉଡ଼ି ତିଆରି କରାଯାଏ ବୋଲିକି କହିଛନ୍ତି ଇବନ ବତୁତା ଏବଂ ସେହି ଦଉଡ଼ି ସାହାଯ୍ୟରେ ନୌକା ଏବଂ ଜାହାଜକୁ ବାନ୍ଧିବାରେ ବ୍ୟବହାର କରାଯାଏ ବୋଲିକି ଇବନ ବତୁତା ବର୍ଣ୍ଣନା କରିଛନ୍ତି। ଇବନ ବତୁତା ତାଙ୍କର ଭ୍ରମଣ କାହାଣୀରେ ଆହୁରି ବି ଭାରତୀୟ ପାନ ଚାଷ ବିଷୟରେ ବର୍ଣ୍ଣନା କରିଛନ୍ତି। ଇବନ ବତୁତା ବର୍ଣ୍ଣନା କରିଛନ୍ତି ଯେ ଅଙ୍ଗୁର ଲତା ପରି ପାନ ଚାଷ କରାଯାଏ। ପାନ ଲତାରେ କେବଳ ପାନପତ୍ର ହିଁ ଫଳେ। ପାନପତ୍ରରେ ଗୁଆ କାଟି ତାକୁ ଗୁଡ଼େଇ ଚୋବେଇ ଖାଇଥାନ୍ତି ବୋଲିକି ବର୍ଣ୍ଣନା କରିଛନ୍ତି ଇବନ ବତୁତା। ପାନପତ୍ରରେ ଆହୁରି ଚୂନ ଲଗାଇ ଗୁଆ ଦେଇ ଚୋବେଇ ଖାଆନ୍ତି ବୋଲିକି ସେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଏହିପରି ଭାବରେ କିପରି ପାନ ଚାଷ କରାଯାଉଥିଲା, କିପରି ଲୋକମାନେ ପାନ ଖାଉଥିଲେ, ତାର ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ପିଲାମାନେ, ଇବନ ବତୁତାକୁ ନେଇକି ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ଆସେ ତାହେଲେ ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିବ। ଆଉ ପ୍ରଶ୍ନ କେମିତି ଆସିବ? ଇବନ ବତୁତାଙ୍କ ମତରେ ଭାରତୀୟ ସମାଜ କିପରି ଥିଲା ବର୍ଣ୍ଣନା କର ବୋଲିକି ପରୀକ୍ଷାରେ ପ୍ରଶ୍ନ ଆସିବ। ଏବଂ ପ୍ରଶ୍ନ ଯଦି ଏମିତି ବି ଆସେ, ପ୍ରଶ୍ନକୁ ଦେଖିକି ଡରିବା ଦରକାର ନାହିଁ କି ବିଚଳିତ ହେବା ଦରକାର ନାହିଁ। ଏଠି ଯେଉଁ ମୁଁ ତୁମକୁ 7ଟି ପଏଣ୍ଟ ବତେଇଛି, ଏ 7ଟି ପଏଣ୍ଟକୁ ପ୍ରଥମେ ଫାଷ୍ଟ ମନେ ରଖିଦିଅ। ତାପରେ କ'ଣ କରିବ, ଏ 7ଟି ପଏଣ୍ଟକୁ ତୁମ ନିଜ ଭାଷାରେ ହିଁ 2 ବା 3ଟି ସେଣ୍ଟେନ୍ସରେ ବର୍ଣ୍ଣନା କରିଦେବ। ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହେଇଯିବ। ପିଲାମାନେ, ଭିଡ଼ିଓଟି ଯଦି ପସନ୍ଦ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଶ୍ରୀ ଗଣେଶ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ଆହୁରି ପିଲାମାନେ, ଏହି ଭିଡ଼ିଓରେ ମୁଁ ଆହୁରି +2 ଭିଡ଼ିଓ ଗୁଡ଼ାକ ଅପଲୋଡ଼ କରିବି, ତ ତୁମେମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲ ସହିତ ଜଡ଼ିତ ରୁହ। ପୁଣି ଦେଖା ହେବା ପିଲାମାନେ ଆହୁରି ଏକ ନୂତନ ବିଷୟବସ୍ତୁ ସହିତ ଆହୁରି ଏକ ଦିନରେ। ସେତିକି ସମୟ ପର୍ଯ୍ୟନ୍ତ ବିଦାୟ ଦିଅ ପିଲାମାନେ। ଧନ୍ୟବାଦ।